ସୁଦଶା ବ୍ରତ ଏଥର ଏଇ ଯୋଉ ସୁଦଶା ବ୍ରତ ପଡୁଛି ଏ ସୁଦଶା ବ୍ରତରେ ନୂଆ ବ୍ରତୀ ମାନେ ବ୍ରତ ଆରମ୍ଭ କରିପାରିବେ ନା କରିପାରିବେନି। ଜାଣିବା ସୁଦଶା ବ୍ରତ ବିଷୟରେ ଅନେକ ଗୁଡ଼ିଏ ଅଜଣା କଥା। ସୁଦଶା ବ୍ରତ କରୁଛନ୍ତି ମାନେ ଏସବୁ କଥା ଆପଣଙ୍କର ଜାଣିବା ନିହାତି ଦରକାର। ତା ସହିତ ଆହୁରି ମଧ୍ୟ ଜାଣିବା ଯେ ସୁଦଶା ବ୍ରତ କରିବା ସମୟରେ ବା ସୁଦଶା ବ୍ରତ ଦିନ କେଉଁ ପରିବା ଭକ୍ଷଣ କରିବା ନିଷେଧ। ତା ସହିତ ଆହୁରି ମଧ୍ୟ ଜାଣିବା ଯେ ନୂଆ ବ୍ରତୀ ମାନେ ନିଶ୍ଚିନ୍ତ ଭାବରେ କେଉଁ କେଉଁ ନିୟମର ପାଳନ କରିବା ଆବଶ୍ୟକ ଏବଂ ଜାଣିବା ଏ ଯୋଉ ସୁଦଶା ବ୍ରତ ଦିନ ପୂଜା କେତେବେଳେ ଆପଣ ମାନେ କରିବେ, କଣ ରହିଛି ଶୁଭ ମୁହୂର୍ତ୍ତ, ଏ ସମସ୍ତ ବିଷୟରେ ଜାଣିବା ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡିଓରେ। ପ୍ରଥମେ ଜାଣିବା ଯେ ସୁଦଶା ବ୍ରତ କଲେ କଣ ଫଳ ମିଳେ। ସୁଦଶା ତେଣୁ ଆପଣ ଯଦି ସୁଦଶା ବ୍ରତ କରିବେ, ଯୋଉ ମା ମାନେ ସୁଦଶା ବ୍ରତ କରିବେ ଜାଣନ୍ତୁ ଆପଣଙ୍କର ସୁଦଶା ଆସିବ, ମାନେ ଭଲ ସମୟ ଆସିଗଲା। ମା ଲକ୍ଷ୍ମୀଙ୍କର ବିଶେଷ ଭାବରେ କୃପା ଆପଣଙ୍କ ଉପରେ ରହିବ। ସେ ବ୍ରତଟି ଆପଣ ମାନେ ସବୁବେଳେ ହାତରେ ବାନ୍ଧିକି ରଖିବେ ନା। ତେଣୁ ମା ଲକ୍ଷ୍ମୀଙ୍କର କହିବାକୁ ଗଲେ ଯୋଉ ହାତରେ ଆପଣ ବ୍ରତ ବାନ୍ଧିବେ ନା ସେ ହାତରେ ଧରିକି ଚାଲନ୍ତୁ ଯେ ମା ଲକ୍ଷ୍ମୀ ସ୍ୱୟଂ ବିରାଜମାନ ହେଇଛନ୍ତି। ତେବେ ବ୍ରତକୁ ବାନ୍ଧିବେ କେଉଁ ହାତରେ, ବାମ ହାତରେ ବାନ୍ଧିବେ ନା ଡାହାଣ ହାତରେ ବାନ୍ଧିବେ, କଣ ରହିଛି ନିୟମ ଦେଖନ୍ତୁ। ସୁଦଶା ବ୍ରତକୁ ଆପଣ ମାନେ ଡାହାଣ ହାତରେ ବାନ୍ଧିବେ, ଡାହାଣ ବାହୁରେ ଆପଣ ମାନେ ବ୍ରତକୁ ବାନ୍ଧିବେ। ତେବେ ବ୍ରତ ତ ଆପଣ ମାନେ କରିବେ, ତେଣୁ କିଛିଟା ଜିନିଷ ଜାଣି ରଖନ୍ତୁ, କିଛିଟା କଥା ଏ ବ୍ରତ ବିଷୟରେ। ପୂଜାରେ ଯାହା ସବୁ ଦ୍ରବ୍ୟ ଲାଗିବ ତାର ସଂଖ୍ୟା ଯେମିତି 10 ହୁଏ ସେଥିପ୍ରତି ଧ୍ୟାନ ଦେବେ। ଯେମିତିକି 10 ମୁଠି ଚାଉଳ, 10ଟି ଗୁଆ, 10 ଖଣ୍ଡ ହଳଦୀ। ଯେତେବେଳେ ବ୍ରତ ବାନ୍ଧିବେ ସେତେବେଳେ ମଧ୍ୟ 10ଟି ଅକ୍ଷତ ବା ଅରୁଆ ଚାଉଳ ଆପଣ ମାନେ ସେ ବ୍ରତରେ ଗଣ୍ଠି ବାନ୍ଧିବେ। 10 କେରା ଦୁବ, ଗୋଟିଏ ବଅଁର ପତ୍ର ବା ବରକୋଳି ପତ୍ର ଏବଂ 10ଟି ଅକ୍ଷତ ତାକୁ ବାନ୍ଧିକି ଆପଣ ବ୍ରତରେ ବାନ୍ଧିବେ, ଗୁଡେଇକି ବ୍ରତରେ ବାନ୍ଧିବେ। ତେବେ ବ୍ରତକୁ କରିବା ସମୟରେ ଆପଣ ମାନେ କେଉଁ ରଙ୍ଗର ସୂତାର ବ୍ୟବହାର କରିବେ, ଧଳା ନହେଲେ ହଳଦିଆ। ତେବେ ଧଳା ରଙ୍ଗର ସୂତା ତ ନିହାତି ଭାବରେ ହେଇଥିବ, କିନ୍ତୁ ତାକୁ ହଳଦୀରେ ନିହାତି ଭାବରେ ବୁଡେଇବେ ବ୍ରତ ଗଣ୍ଠି ଦେବା ପୂର୍ବରୁ। ଆଉ ଯଦି ଆପଣ ମାନେ କୌଣସି ମନ୍ଦିରରେ ଯାଇକି ପୂଜା କରି ଆଣୁଛନ୍ତି ତାହେଲେ ବହୁତ ଭଲ କଥା, କିଛି ଆଉ ଆପଣଙ୍କର କିଛି ଅସୁବିଧା ନାହିଁ, କାହିଁକିନା ସେଠି ପୂଜକ ମାନେ ସେମାନେ ଶୋଧନ କରିକି ହିଁ ଦିଅନ୍ତି। ବ୍ରତ ଗଣ୍ଠି ଦେବା ସମୟରେ ସେହିପରି ମା ଲକ୍ଷ୍ମୀଙ୍କର 10 ନାମ ଧରିକି ଗଣ୍ଠି ଦିଆଯାଏ। ମା ଲକ୍ଷ୍ମୀଙ୍କର 10ଟି ନାଁକୁ ସ୍ମରଣା କରିକି ବ୍ରତରେ ଗଣ୍ଠି ଦେବେ। ଏପରି ଆଉ କିଛି କଥା ମଧ୍ୟ ଜାଣି ରଖନ୍ତୁ, ଏଇ ସବୁ କାମ ଜମା କରିବେନି। ଆପଣଙ୍କର ପୁରୁଣା ବ୍ରତକୁ ଭୁଲରେ ବି କେବେ ଅନ୍ୟ କାହାକୁ ଦେବେନି। ଅନ୍ୟ କାହାର ଟଙ୍କାରେ ଏଇ ବ୍ରତକୁ କିଣିବେନି। ମାନେ ଧରନ୍ତୁ ବଜାର ଯାଇଛନ୍ତି ଆଉ ଆପଣଙ୍କର ବ୍ରତ କଥା ମନେ ପଡିଲା, ବ୍ରତ କିଣିବାକୁ ଚାହୁଁଛନ୍ତି, ନିଜ ପାଖରେ ଧରନ୍ତୁ ପଇସା ନାହିଁ, କୌଣସି କାରଣବଶତଃ ସାଙ୍ଗଠାରୁ ସାଥୀଠାରୁ ପଇସା ମାଗିକି ବ୍ରତଟି କିଣିକି ନେଇକି ଆସିଲେ, ସେମିତି କେବେ କରିବେନି। ନିଜ ଟଙ୍କାରେ ବ୍ରତକୁ କିଣିବେ। ବ୍ରତର ଦାମ ବା କେତେ, 5 ଟଙ୍କା 10 ଟଙ୍କା। ତେଣୁ ଏ କଥାର ନିହାତି ଭାବରେ ଧ୍ୟାନ ରଖିବେ। ସେପରି ପଇସା ନାହିଁ ବୋଲି ଦୋକାନୀଠୁ ଧାର କରିକି କେବେ ହେଲେ ଆଣିବେନି ବ୍ରତ। ଯୋଉ ଶାଢୀ ପିନ୍ଧିବେ ସେଦିନ ମା ମାନେ ଜାଣି ରଖନ୍ତୁ, କଳା ରଙ୍ଗର ଧଡ଼ି ଥିବା ଶାଢୀ କେବେ ହେଲେ ପିନ୍ଧିବେନି। ସେପରି ମନେ ରଖନ୍ତୁ, ପିତା, ପୋଡା, ଲାଉ, ଛତୁ ଏସବୁ ଜିନିଷ ଖାଇବେନି। ପିନ୍ଧିଥିବା ଗହଣା ଏଦିନ ଜମା ବି କାଢିବେନି। ଯଦି ବାପ ଘରେ ଅଛନ୍ତି, ବାପ ଘରର ପୂଜା ହେଇଥିବା ଭୋଗକୁ କେବେ ହେଲେ ଖାଇବେନି। ଯାହା ନିଜ ପାଇଁ ନିଜେ ଭୋଗ କରିଛନ୍ତି ତାକୁ ଖାଇପାରିବେ ଆପଣ। ସେପରି ଯଦି ଛୁତିକିଆ କି ମୂର୍ତ୍ତିକିଆ ହେଇଥାଏ ଆପଣଙ୍କର, ତାହେଲେ ଏ ପୂଜା ନିଷେଧ। ଆପଣ ମାନେ ଆପଣଙ୍କ ପାଇଁ ଗଣ୍ଠି ପକେଇକି ରଖିପାରିବେ, କୌଣସି ମନ୍ଦିରରେ ପୂଜକଙ୍କୁ କହିକି ରଖିପାରିବେ, ପରେ ଆପଣ ଏହାକୁ ଧାରଣ କରିପାରିବେ। ସେପରି ମାସିକ ଧର୍ମ ସରିବା ପରେ ହିଁ ଆପଣ ମାନେ ବ୍ରତକୁ କରିବେ। ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା, ଏଇ ଯୋଉ ବ୍ରତ ପଡୁଛି, ସୁଦଶା ବ୍ରତ ଯୋଉ ପଡୁଛି ଆଗାମୀ ଫେବୃଆରୀ 26 ତାରିଖ ଦିନ, ଗୁରୁବାର ଦିନ ଯୋଉ ବ୍ରତ ପଡୁଛି, ଆମେ ଏ ବ୍ରତକୁ ଯୋଉ ନୂଆ ବ୍ରତୀ ମାନେ କରିପାରିବେ ନା ନାହିଁ, ଯୋଉମାନେ ନୂଆ ଆରମ୍ଭ କରିବାକୁ ଚାହୁଁଛନ୍ତି ଏଦିନ କରିପାରିବେ ନା କରିପାରିବେନି? ନିଶ୍ଚିନ୍ତ କରିପାରିବେ। ଆପଣ ମାନେ ଏଇଥର ଯୋଉ ବ୍ରତ ପଡୁଛି ଏଇ ଦିନ ଠାରୁ ହିଁ ଆପଣ ଆରମ୍ଭ କରିନିଅନ୍ତୁ। ବହୁତ ବଢିଆ ଦିନରେ ପଡୁଛି, ତେଣୁ ଏ ଦିନ ଆରମ୍ଭ କଲେ ଆପଣଙ୍କର ବି ମଙ୍ଗଳ ହବ। ସେପରି ଜାଣି ରଖନ୍ତୁ, ମା ଲକ୍ଷ୍ମୀଙ୍କର ମଣ୍ଡା ପିଠା ଭାରି ପ୍ରିୟ, ତେଣୁ ନିହାତି ଭାବରେ ମଣ୍ଡା ପିଠା ତିଆରି କରିକି ମାଙ୍କୁ ଭୋଗ ଲଗେଇବେ, ଆଉ ସେ ବି 10ଟି ସଂଖ୍ୟାରେ, ମାନେ 10 ଗୋଟି ମଣ୍ଡା ପିଠା।
एकथा तो निहाती भाव आप जानिथिबे जे व्रत करने पूर्व घर को पूरा परिष्कार रखिबे घर सहित घर अगणा को मध्य खतरे लिपिकी सुंदर भाव में नले खत पानी पकईकी सुंदर भाव में झाड़ू करके घर को सुंदर भाव में पोछापोछि करके सुंदर करके रखिबे तापर ही व्रत आपण माने करिवे। तबे व्रत केतबेले करिवे जदि कहिबा जानिबा देखंतु व्रत को जेते शीघ्र आपण माने करि परिबे जेते जल्दी उठिकी सकाळू 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 उठिकी निजर नित्यकर्म सारिकी जेते शीघ्र आपण माने व्रत को करिकी बांधी परिबे सेते आपणको पई भलो। जेते सकाळू आपण 7टा बेले भी करंतु आपणको पई भलो हबो। आ नचेत जदि आपण घरे करि पारु नाहंते निजे करि परिबेनी ताले सकाळू गाधे पाधेकी जल्दी निजर नित्यकर्म सारिकी आपण कोनोसी मंदिर चली जांतु विष्णु मंदिर जांतु शिव मंदिर जांतु जे कोनोसी मंदिर रे जाईकी टिके पूजा करैकी नेकी आसंतु व्रत बांधिकी सेठी चली आसंतु आपनकर भी किसी असुविधा नै हे जिवो सेते। आ जदि आपण घरे करि पारु नाहंते ताले मंदिर जाईकी करंतु जदि घरे निजे करि पारुछंती ताले घरे करंतु। तबे आपण माने पुराणा व्रत नुआ व्रत तो आपण माने बांधिबे तो जो बांधिथिबे पुराणा व्रतटे ताकू आपण माने कोन करंती जानिछंती कि ना फिंगी दियंती जानि रखंतु। सुदशा व्रत रखिबार सुदशा व्रत को रखिबा दरकार गोटे जगह बा पेड़ी ताकू कहंती ताकू सेते साइतिकी रखा जाए बा कोनोसी डब्बारे मध्य आपण माने ताकू साइतिकी रखि परिबे ठाकुर घर ठाकुरंग पाखरे सेट गोटे रखि देबे। आउ जेतोळे पुराणा व्रत आपण माने बदळेबे से व्रत को सेही ठाकुरंग पाखापाखी गोटे जगह रे ठाकुर घरे आपण माने रखि दियंतु। तबे वर्तमान आसंतु जानिबा व्रत को आपण माने कोठी पिंधिबे को जगह रे पिंधिबे। मु पूर्वरु कहली जे डाहाण हाथ रे आपण माने पिंधिबे सेटा ठीक। तबे को जगह रे पिंधिबे देखंतु व्रत को आपण माने आपनकर कोहुणी रो एटा धरंतु हमर कोहुणी हैला कोहुणी रो टिके ऊपर को बांधिबे। अच्छा किछि मां माने हमर कोन करंती ना जो चूड़ी बांधंती एटा टिके ऊपर को बांधंती सेठी बांधिबा कथा न सेटा पूरा भूल हबो। काहे की हबो ना देखंतु आपण माने जेतबेले बासन माजिबे तो से जो ऐठा बासन रो पानी सब से व्रत रे पड़िबो चूड़ी रे पड़े सेमती व्रत रे पड़िबो सेटा भलो हबोनी। सेपई कोहुणी ऊपर को हेले आपनकर से जो ऐठा बासन रो जो छिटा पानी आ पड़िबोनी एते ऊपर को पड़िबोनी सेथि पई ई जगह रे बांधिबा पई कुहा जाय। तणु आशा करिबे आपण माने मध्ये ए कथार पालन करूथबे जदि करू नाहंती ताले करिबा आरंभ करि दियंतु। तबे आ गोटे कथार ध्यान मध्ये रखिबे आपण मते व्रत हातरु खोलु नथुबे किंतु मने रखंतु गुरुवार मंगलवार शनिवार किंबा कोनोसी भलो दिन गुड़िकर शुभ दिन रे हाथरु व्रत आपण माने जेमति न खोलंती एथिप्रति निहाती भाव में ध्यान रखिबे। तबे जदि आपनकर व्रत छिंडी जाईछि कोन करिवे बहुत लोक ताकू नदी जल रे भसई दियंते फेंगी दियंते तो सेमिति करिवेनी। आपण जो मूलरू कहली जो व्रत पेड़ी करथिबे से पेड़ी रे ही आपण माने साइति की ताकू रखंतु। आ सुदशा व्रत थरे आरंभ करिवे माने आपण मला पर्यंत करिवे और आपनकर से जो सुदशा व्रत जो साइति की रखिथिबे ना कहबा गले से आपनको सहित ही जीव ताकू सेतिक दिन पर्यंत आपण साइति की रखिबे ताकू किछि फेंगीबार नाही। तणु व्रत को सेमति नुआ व्रत करूथबे पुराणा व्रत को सेमति साइति की रखुथबे। तेबे आसंता फेब्रुआरी 26 तारिख दिन सुदशा व्रत पड़ुछि तणु ए सब कथार आपण माने पालन निहाती भाव में करंतु जाकि आपणकर ही मंगल हबो मां लक्ष्मीकर विशेष भाव में आपनको कृपा मिलिबो। आशा करूछि आजिकर भिडियोटी आपण मानकु भलो लागिथिबो। भिडियो भलो लागिथिले भिडियो को लाइक करिवे शेयर करिवे चैनल को सब्सक्राइब करबा को अनुरोध रहिली। जय जगन्नाथ जय शिव शंभो।